ସାଙ୍ଗମାନେ ଆସିଯାଇଛି ଗ୍ରାମୀଣ ଡାକ ସେବକ ବା GDSର ରିଜଲ୍ଟଟି। ଯଦି ଆପଣ ଗ୍ରାମୀଣ ଡାକ ସେବକ ବା GDSରେ ଯଦି ଅନଲାଇନ୍ ଆପ୍ଲାଏ କରିଥିଲେ ଦେନ୍ ଆପଣଙ୍କ ପାଇଁ ଖୁସି ଖବର ଅଛି, ଆପଣଙ୍କ ରିଜଲ୍ଟଟି ଆସିସାରିଛି। ଯଦି ଆପଣ ସର୍ଟ ଲିଷ୍ଟ ହେଇଥିବେ ଏଠାରୁ ଆପଣ ଜାଣିପାରିବେ। ଏଠାରେ ଓଡ଼ିଶା ସର୍କଲ୍ ଭିତରେ ଥିବା ପ୍ରତିଟି ଡିଭିଜନ୍ ଓ ସବ୍ ଡିଭିଜନ୍ ଅଣ୍ଡରରେ ଥିବା ପୋଷ୍ଟ ଅଫିସ୍ ଗୁଡ଼ିକରେ କେଉଁ କେଉଁ ପିଲା ପାଇଛନ୍ତି ଓ ସେ ଅନରିଜର୍ଭ ନା EWS ନା ST ନା OBC ନା SC ପାଇଛନ୍ତି, ଦେନ୍ ତାଙ୍କ ରେଜିଷ୍ଟ୍ରେସନ୍ ନମ୍ବର ଓ ସେମାନେ କେତେ ମାର୍କ ପାଇଛନ୍ତି ଆପଣ ଏଠାରେ ସବୁ ଜାଣିପାରିବେ। ଦେନ୍ ଏଠାରେ ଟୋଟାଲ୍ PDFଟି 29 ପେଜ୍ର ଆପଣଙ୍କର ରହିଛି। ଦେନ୍ ଆପଣଙ୍କ ପ୍ରତିଟି ଡିଭିଜନ୍ର ଏଠାରେ କେଉଁ ପିଲା ସିଲେକ୍ଟେଡ଼୍ ହେଇଛନ୍ତି ସମସ୍ତଙ୍କ ନାଁ ଓ ତାଙ୍କ ରେଜିଷ୍ଟ୍ରେସନ୍ ନମ୍ବର ଏଠାରେ ରହିବ। ଦେନ୍ ଆପଣ ଯଦି ଏଠାରେ ସିଲେକ୍ଟ ହେଇଛନ୍ତି ଓ ଏ PDFରେ ଆପଣଙ୍କ ନାଁଟା ଅଛି ଦେନ୍ ଆପଣଙ୍କୁ ଇଣ୍ଡିଆ ପୋଷ୍ଟ ତରଫରୁ ଗୋଟେ ଇମେଲ୍ ଓ ମେସେଜ୍ ଯାଇଥିବ। ଦେନ୍ ଆପଣଙ୍କୁ 7/4/2025 ଭିତରେ ଆପଣଙ୍କୁ ଡକ୍ୟୁମେଣ୍ଟ ଭେରିଫିକେସନ୍ ପାଇଁ ଡିଭିଜନାଲ୍ ହେଡ଼୍ ଅଫିସ୍କୁ ଯିବାକୁ ପଡ଼ିବ। ଡିଭିଜନାଲ୍ ହେଡ଼୍ ଅଫିସ୍କୁ ଗଲାବେଳେ ଆପଣଙ୍କୁ ଅନଲାଇନ୍ରେ ଆପ୍ଲାଏ କରିଲା ବେଳକୁ ଯେଉଁ ଡକ୍ୟୁମେଣ୍ଟ ଆପଣ ସ୍କାନ୍ କରି ଅପଲୋଡ଼ କରିଥିଲେ ତା'ର 2ଟି ସେଟ୍ ସେଲ୍ଫ ଆଟେଷ୍ଟେଡ଼୍ ଫଟୋକପି ଜେରକ୍ସ ଆପଣ ନେଇଥିବେ ଓ ଅରିଜିନାଲ୍ ଡକ୍ୟୁମେଣ୍ଟ ଗୁଡ଼ିକ ଆପଣ ସାଥିରେ ନେଇକି ଯାଇଥିବେ। ତ ଆପଣ ଅଫିସିଆଲ୍ ୱେବସାଇଟ୍ରୁ ଏ PDFଟିକୁ କିପରି ଡାଉନଲୋଡ଼୍ କରିବେ ଓ ଆପଣ ସିଲେକ୍ଟ ହେଇଛନ୍ତି ନା ନାହିଁ କିପରି ଜାଣିବେ ଚାଲନ୍ତୁ ଦେଖିବା। ପ୍ରଥମେ ନିଜ ମୋବାଇଲ୍ ଫୋନ୍ର ଗୁଗଲ୍ କ୍ରୋମ୍ ଖୋଲି ଦିଅନ୍ତୁ। ଦେନ୍ ସେଠାରେ କ୍ଲିକ୍ କରନ୍ତୁ ଓ GDS ଟାଇପ୍ କରିଦିଅନ୍ତୁ। ଦେନ୍ ସର୍ଚ୍ଚ କରିଦିଅନ୍ତୁ। ପ୍ରଥମେ ଆସୁଥିବା GDS ଅନଲାଇନ୍ରେ କ୍ଲିକ୍ କରନ୍ତୁ। ଦେନ୍ ଇଣ୍ଡିଆ ପୋଷ୍ଟ GDS ଅନଲାଇନ୍ ଅଫିସିଆଲ୍ ପେଜ୍ଟି ଖୋଲିଯିବ। ଦେନ୍ ଏଠାରେ ତଳେ ସର୍ଟ ଲିଷ୍ଟେଡ଼୍ କ୍ୟାଣ୍ଡିଡେଟ୍ରେ କ୍ଲିକ୍ କରିଦିଅନ୍ତୁ। ଦେନ୍ ଏଠାରେ ଆପଣଙ୍କୁ ସବୁ ଷ୍ଟେଟ୍ର ନାଁ ପଳେଇ ଆସିବ। ଦେନ୍ ଏଠାରେ ଆପଣ ଓଡ଼ିଶା ଚୁଜ୍ କରିଦିଅନ୍ତୁ। ଦେନ୍ ଏଠାରେ ଲିଷ୍ଟ ଅଫ୍ ସର୍ଟ ଲିଷ୍ଟେଡ଼୍ କ୍ୟାଣ୍ଡିଡେଟ୍ ଅପସନ୍ ଆସିବ। ଦେନ୍ ଏଠାରେ କ୍ଲିକ୍ କରିଦିଅନ୍ତୁ। ଦେନ୍ ଏଠାରେ ଆପଣଙ୍କୁ ଗୋଟେ PDFଟେ ଡାଉନଲୋଡ଼୍ ହେବ। ଦେନ୍ ଏଠାରେ ଡାଉନଲୋଡ଼୍ କ୍ଲିକ୍ କରିଦେଲା ପରେ ଆପଣ ସେଇ PDFଟି ପାଇଯିବେ। ଓ ଏ PDFଟି ମଧ୍ୟ ମୁଁ ମୋ ଟେଲିଗ୍ରାମ ଚ୍ୟାନେଲରେ ଏଠାରେ ଛାଡ଼ିଦେବି। ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ମଧ୍ୟ ଏ ଭିଡ଼ିଓର ଡିସ୍କ୍ରିପ୍ସନରେ ରହିବ ଓ ଆମ ଚ୍ୟାନେଲର ଏବାଉଟ୍ ସେକ୍ସନରେ ମଧ୍ୟ ରହିବ। ଆଜିର ଭିଡ଼ିଓ ଆପଣଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଭିଡ଼ିଓ ପସନ୍ଦ ଆସିଛି ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ଏହିପରି ଜବ୍ ରିଲେଟେଡ଼୍ ଓ ରିଜଲ୍ଟ ରିଲେଟେଡ଼୍ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟିକୁ ଟର୍ନ୍ ଅନ୍ କରି ରଖନ୍ତୁ।